ବେଳାଭୂମି ରେ ଅନ୍ତରାଷ୍ଟ୍ରୀୟ ତଟୀୟ ସ୍ୱଚ୍ଛତା ଦିବସ ଅନୁଷ୍ଠିତ। ସ୍ୱଚ୍ଛତା ଦିବସ ଅବସରରେ ଜିଲ୍ଲାର ଶେଷ ପ୍ରାନ୍ତରେ ଥିବା ପୂର୍ବ ବଙ୍ଗୋପସାଗର ବିସ୍ତୀର୍ଣ୍ଣ ପେଣ୍ଠ ବେଳାଭୂମିଠାରେ ଅନ୍ତରାଷ୍ଟ୍ରୀୟ ତଟୀୟ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି। ଆଞ୍ଚଳିକ ତଟ ସୁରକ୍ଷା ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ଏହି ସ୍ୱଚ୍ଛତା ଦିବସରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ, ବିଡିଓ ନିଶାନ ମିଶ୍ର, ତହସିଲଦାର ଅଜୟ କୁମାର ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ଭାଜପା ସଭାପତି କିଶୋର ପଣ୍ଡା, ନାରୀ ନେତ୍ରୀ ଗୀତାଞ୍ଜଳି ସେଠୀ, ଯୁବ ନେତା ଲଳିତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ତଟୀୟ ସ୍ୱଚ୍ଛତା ଦିବସ ଅବସରରେ ଐତିହାସିକ ପେଣ୍ଠ ବେଳାଭୂମିକୁ ସ୍ୱଚ୍ଛ ରଖିବା କ୍ଷେତ୍ରରେ ଆମ ସମସ୍ତଙ୍କର ମାନବୀୟ ଧର୍ମ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ପେଣ୍ଠ ବେଳାଭୂମିକୁ ଓଡ଼ିଶା ସାଇନ୍ ଫାଉଣ୍ଡେସନ ଟ୍ରଷ୍ଟ, ମା ମଙ୍ଗଳା ହେଲ୍ପ ଫାଉଣ୍ଡେସନ, ରାଜନଗର ଓ ବୈଠକରେ ଉପସ୍ଥିତ ଅତିଥିମାନେ ସଫେଇ କରିଥିଲେ। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଆପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ।